मंदिर रे महाप्रभुंकर 12 मास 13 पर्व पालित करा जाय ଥାଏ। ଏହି ପର୍ବରେ ଶ୍ରୀମନ୍ଦିରରେ ଏକ ଶ୍ରୀରାମ ଲୀଳା ମଧ୍ୟ ଏକ ଅନ୍ୟତମ। ଏହି ଶ୍ରୀରାମ ଲୀଳାକୁ ସାହି ଜାତ କୁହାଯାଇଥାଏ, ଯାହାକି ଶ୍ରୀରାମ ନବମୀ ଅର୍ଥାତ୍ ରାମ ଜନ୍ମ ଠାରୁ ରାମ ଅଭିଷେକ ରାଜା ହେବା ପର୍ଯ୍ୟନ୍ତ ଯେଉଁ ନୀତି ପାଳନ କରାଯାଇଥାଏ ଏବଂ ଯେଉଁ ଲୋକ ନୃତ୍ୟ ରହିଥାନ୍ତି, ଲୋକ କଳା ସମର କଳା ପ୍ରଦର୍ଶନ କରାଯାଇଥାଏ, ସାହି ସାହି ବୁଲିଥାନ୍ତି। ଇଏ ହଉଛି ଗୋଟେ ଭାଇଚାରା, ସାତ ସାହି ବୁଲିଥାନ୍ତି। ଏଇଥିପାଇଁ ଏହାର ନାମ ହଉଛି ସାହି ଜାତ। ଗୋଟେ କଥା ରହିଛି, ସାଙ୍ଗ ଭାଙ୍ଗ ପଙ୍ଗତ। ଇଏ ହଉଛି ଭାଇଚାରା ଶ୍ରୀକ୍ଷେତ୍ରରେ ଅନନ୍ୟ। ଆଜି ସେଇ ସାହି ଜାତର ଦ୍ୱିତୀୟ ଦିନ, ଯାହାକି କାଲି ରାମ ଜନ୍ମ ସରିଛି। ଆଜି ଯଜ୍ଞ ରକ୍ଷା ନୀତି ଅଛି। ଏ ରାତି ପାଇବା ବେଳକୁ ରାତି ଆରମ୍ଭରୁ ରାତି ପାଇବା ବେଳକୁ ସାହି ସାହି ବୁଲିଥାନ୍ତି, କାରଣ ସାହି ସାହି ଭିତରେ ଗୋଟେ ପରମ୍ପରା ଭାଇଚାରା ସୃଷ୍ଟି ହୋଇଥାଏ। ସେଥିପାଇଁ ଏ ସାହିରୁ ସେ ସାହି ସମର କଳା, ଲୋକ କଳା, ନୃତ୍ୟ କଳା ପ୍ରଦର୍ଶନ କରି ଯେଉଁ ନୃତ୍ୟ ଶିଳ୍ପୀ ମାନେ ରହିଥାନ୍ତି ସେମାନେ ପ୍ରଦର୍ଶନ କରିଥାନ୍ତି। କିଏ ନାଗା ନୃତ୍ୟ କରିଥାଏ, କିଏ ରାବଣ ନୃତ୍ୟ କରିଥାଏ, କିଏ ପରଶୁରାମ ନୃତ୍ୟ କରିଥାଏ। ଇଏ ହଉଛି ସାହି ଜାତର ଅନନ୍ୟ। ଆସନ୍ତୁ ଦେଖିବା ସେ ସାହି ଜାତର ଲୋକ କଳା, ସମର କଳା। ଏଇଟା ଗୋଟେ ଆଠ ସାହି ଆଠଟା ସମାନ ସମସ୍ତଙ୍କର ଆମେ ଏକାଠି କରୁ। ଆମର କାଳିଆ ଦେଶ ହେଲା ରାମ ଜନ୍ମନୀତି। ରାମ ଜନ୍ମନୀତିରେ ଆମେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଋଷିଶୃଙ୍ଗ ଏଇଠି ପିଲାମାନେ ଶିଶୁ କଳାକାର ମାନେ ମା ଦକ୍ଷିଣୀ ଦର୍ଶନ କରି ତାଙ୍କ ଆଜ୍ଞା ମାଳେ ଯାଆନ୍ତି ଜଗନ୍ନାଥଙ୍କ ପାଖକୁ। ଜଗନ୍ନାଥଙ୍କର ରାମ ଜନ୍ମଭୂମି ନୀତିରେ ଅଂଶଗ୍ରହଣ କରନ୍ତି। ସେଠି ଚରୁ ନେଇକି ସେ ଆସନ୍ତି, ପୁଣି ମାଆଙ୍କୁ ସମର୍ପଣ କରି ପୁଣି ସାହି ଆମର ବୁଲନ୍ତି। ଏবার ଆମ ବନ୍ଧୁ ସାହି ମାଟିବନ୍ଧ ସାହିକି ବୁଲନ୍ତି। ଆ ସହିତ ଆଗରୁ ଆମର ସାମରିକ କଳା ପ୍ରଦର୍ଶନ ବର୍ତ୍ତମାନ ତା ଉପରେ ରେଷ୍ଟ୍ରିକ୍ସନ ଅଛି। କେବଳ ଭୁଆଶୁଣି ଆମର ମେଢଗୁରା ନଅଶିରା ସାହିତ୍ୟରୁ ଶୁଣନ୍ତୁ, ଏଇଟା ଆମର ମିତ୍ର ସାହି। ଆଗରୁ ସେ ବାଦି ପ୍ରତିବାଦୀ ସେସବୁ ନୁହଁ, ଆମର ସେ ମିତ୍ର ସାହି। ଆମର ମିତ୍ର ସାହି ଭିତରେ ସମନ୍ୱୟ କମିଟି ବୈଠକ ବସେ। ଆଠ ସାହି ଆଠଟା ବି ତାକୁ କମିଟି ସମନ୍ୱୟ ସମସ୍ତ ଭିତରେ ରଖେ। ତେଣୁ ଆମ ଭିତରେ ଶାନ୍ତି ଶୃଙ୍ଖଳାର ସହିତ ଆମେ ତାଙ୍କ ପାଖକୁ ଯାଉ, ସେ ଆମକୁ ବି ସମ୍ମାନ ଦିଅନ୍ତି। ଏଠିକି ବି ସେମାନେ ଆସିଲେ ଆମେ ତାଙ୍କୁ ବି ସମ୍ମାନ ଦେଇକି ତାଙ୍କୁ ଛାଡୁ। ଉଭୟ ଭିତରେ ଗୋଟେ ଭଲ ଭାଇଚାରା ସୃଷ୍ଟି ହେଇଥାଏ, ଯୋଉଟା ଦୀର୍ଘସ୍ଥାୟୀ ହେଇକି ସେଟା ରହେ। ଆଜି ସେମାନେ ବି ଆସିଛନ୍ତି, ତାଙ୍କର ପିଲାମାନେ ତାଙ୍କର ଭୁଆଶ୍ରୀ କଳା ପ୍ରଦର୍ଶନ କରୁଛନ୍ତି। ଆମେ ତାକୁ ସସମ୍ମାନ କେମିତି ଆମ ସାହିରେ ଯିବେ ତାକୁ ବଟିକି ଆମେ ସଚେତନ ରହିଛୁ। ଓ ଏଇଟା ଗୋଟେ ପ୍ରାଚୀନ ପରମ୍ପରା ଶ୍ରୀମନ୍ଦିର ସହିତ ଜଡ଼ିତ। ଆଗରୁ ରାଜା ରଜୁର ସମୟରେ ଯୋଉ ଜେଗା ଆଖଡା ଗୁଡା ସୃଷ୍ଟି କରାଯାଇଥିଲା ଶ୍ରୀମନ୍ଦିରର ସୁରକ୍ଷା ସକାଶେ। କାହିଁକି ନା ସେତେବେଳେ ଶ୍ରୀମନ୍ଦିରକୁ ଜବର ମାନେ ଆମର ମୁସଲମାନ ଓ ଖ୍ରୀଷ୍ଟିଆନଙ୍କର ଆକ୍ରମଣର ବହୁତ ଭୟ ଆସିନଥିଲା। ତେଣୁ ସେତେବେଳେ ରାଜରାଜ ଗୁଡା ଜେଗା ଯେମିତି ଆଖଡା ସବୁ ସୃଷ୍ଟି କରୁଥିଲେ। ସମର କଳା ବିଭିନ୍ନ ପ୍ରକାର ସାମରିକ କୁସ୍ତି ଏସବୁ ଜେଗା ଭେଣ୍ଡିଆ ହିସାବରେ ସେମାନେ ପ୍ରିପେୟାର କରି ରଖୁଥିଲେ। ପରବର୍ତ୍ତୀ ସମୟରେ ଏଇ ଯୋଉ କଳାଟା ଭିତରେ ସୀମିତ ହେଇ ରହୁଥିଲା, ବର୍ତ୍ତମାନ ଆସ୍ତେ ଆସ୍ତେ ମଳିନ ପଡୁଥିଲା। ବର୍ତ୍ତମାନ ସେଇଟାକୁ ପୁଣି ବର୍ତ୍ତମାନ ଉଦ୍ଦୀପ୍ତ କରି ବାହାର ଲୋକ ସମସ୍ତେ ଜାଣନ୍ତି ପୁରୀର ସାମରିକ କଳା କଣ, ପୁରୀର କଳାକାରଙ୍କ ସହିତ ମାନେ ସାମର୍ଥ୍ୟ କଣ ଏବଂ ପୁରୀର ନୀତିକାନ୍ତି କେମିତି ଶ୍ରୀ ଜଗନ୍ନାଥଙ୍କ ସହିତ ଜଡ଼ିତ। ତେଣୁ ଏଇଟା ବହୁତ ଦିନ ଚାଲିବ ଏବଂ ଭବିଷ୍ୟତରେ ବି ଜଗନ୍ନାଥ ଥିଲା ଚାଲିଥିବା ଏଇଟା ବିଷୟ।